ହାଏ, ମୁଁ ରାଜେଶ। ଜୟ ଜଗନ୍ନାଥ। ଆଜି 9 ଜାନୁଆରୀ 2024 ମଙ୍ଗଳବାର। ସକାଳର ମୁଖ୍ୟ ଖବର। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଲୋକାର୍ପଣ ଉତ୍ସବ ନେଇ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦଙ୍କ ସରସ୍ୱତୀଙ୍କୁ ନିମନ୍ତ୍ରଣ କରାଯାଇଛି। ଶଙ୍କରାଚାର୍ଯ୍ୟଙ୍କୁ ନେଇ ଛତିଶଗଡ଼, ରାୟପୁର ନିମନ୍ତ୍ରଣ କରିଛନ୍ତି। ଗଜପତି ମହାରାଜ ଲୋକାର୍ପଣ ଉତ୍ସବରେ ଯୋଗ ଦେବାକୁ ଆମନ୍ତ୍ରଣ ଜଣାଇଛି ପୁରୀ ଗଜପତି। ସୋମବାର ଏକ ବଡ଼ ନିଷ୍ପତ୍ତି ନେଇଛି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ନୀତିଶ କ୍ୟାବିନେଟ୍ରେ କ୍ରୀଡ଼ା ବିଭାଗ ଆଜିଠାରୁ ଅଲଗା ମନ୍ତ୍ରଣାଳୟ କରାଯାଇଛି। ଏହା ପୂର୍ବରୁ ଏହା କ୍ରୀଡ଼ା, କଳା, ସଂସ୍କୃତି ଏବଂ ଯୁବ ବିଭାଗ ଏକ ଅଂଶ ଥିଲା। କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧକୁ ରକ୍ଷା କରି କେନ୍ଦ୍ର ସଡ଼କ ପରିବହନ ରାଜପଥ ମନ୍ତ୍ରୀ ନୀତିଶ ଗଡ଼କରୀ ଅନୁଗୁଳ ସମ୍ବଲପୁର NH 55 ଅନ୍ତର୍ଗତ ନକ୍ସଲପାଲୁ ଧନୁପାଲି ଛକ ଏବଂ ଧନୁପାଲି ଛକରୁ ସିନ୍ଦୁରପରଙ୍କ ମଧ୍ୟରେ ନିର୍ମାଣାଧୀନ ରାସ୍ତା। ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଦଳ ଲଗାତାର ଚତୁର୍ଥ ଥର ପାଇଁ ସଂଖ୍ୟାଗରିଷ୍ଠତା ହାସଲ କରିଛି, ଏକ ଐତିହାସିକ ବିଜୟ ହାସଲ କରିଛି। ଶେଖ୍ ହସିନା ବର୍ତ୍ତମାନ କ୍ରମାଗତ ଚତୁର୍ଥ ଥର ପାଇଁ ବାଂଲାଦେଶର ପ୍ରଧାନମନ୍ତ୍ରୀ ପଦରେ ବିରାଜମାନ ହେବେ। ତାଙ୍କ ପାର୍ଟି ଆୱାମୀ ଲିଗ୍ 300ଟି ସିଟ୍ ମଧ୍ୟରୁ 204ଟି କବ୍ଜା କରିବାରେ ହୋଇଛି ସଫଳ। ଏକ ଶେଖ୍ ହସିନାଙ୍କ ବଡ଼ ବିଜୟ ପରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସହ ଫୋନରେ କଥା ହୋଇ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଆଫଗାନିସ୍ତାନ ବିପକ୍ଷରେ ଟି-20 ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ଟିମ୍ ଇଣ୍ଡିଆକୁ ଫେରିଛନ୍ତି ରୋହିତ ଶର୍ମା ଏବଂ ବିରାଟ କୋହଲି। ଆସନ୍ତା 11 ତାରିଖରୁ ଆଫଗାନିସ୍ତାନ ବିପକ୍ଷରେ ଟି-20 ସିରିଜ୍ ଖେଳାଯିବ।